যাত্রা কଳାକାରଙ୍କର ଦରମା କେତେ? ପ୍ରାୟ ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନରେ 150ରୁ 200 ପର୍ଯ୍ୟନ୍ତ କଳାକାର କର୍ମଚାରୀ ରହିଥାନ୍ତି। କେବଳ କଳାକାର ମାନେ ଅଭିନୟ କରନ୍ତି ନାହିଁ, ତାଙ୍କୁ ସହଯୋଗ କରନ୍ତି ଯାତ୍ରାର ନୃତ୍ୟଶିଳ୍ପୀ, ବାଦ୍ୟଶିଳ୍ପୀ, ସାଉଣ୍ଡ ଅପରେଟର, ଲାଇଟ୍ ଅପରେଟର, ଏଲଇଡି ଅପରେଟର, ଟେଣ୍ଟ କର୍ମଚାରୀ, ଏମିତି ସମସ୍ତ ଟେକ୍ନିସିଆନକୁ ନେଇ ଯାତ୍ରା ଅନୁଷ୍ଠାନ ଆଉ ଯାତ୍ରା କଳାକାର ନିଜର ଦକ୍ଷତା ଆଉ କାର୍ଯ୍ୟଶୈଳୀକୁ ନେଇ କଳାକାର ଓ କର୍ମଚାରୀ ମାନଙ୍କୁ ଦରମା ମିଳିଥାଏ। ଯାତ୍ରାରେ କେଉଁ ବର୍ଗର କର୍ମଚାରୀ ଆଉ କଳାକାର କେତେ ଦରମା ପାଆନ୍ତି, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର, ଆପଣ ଦେଖୁଛନ୍ତି ଟିକିଏ କଥା। ପ୍ରାୟ ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନରେ 150ରୁ 200 ପର୍ଯ୍ୟନ୍ତ କର୍ମଚାରୀ କଳାକାର କାର୍ଯ୍ୟ କରନ୍ତି ଆଉ ସେମାନଙ୍କୁ ବିଶେଷ ଭାବରେ ପରିଚାଳନା କରିବା ପାଇଁ ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନରେ 4ରୁ 6 ଜଣ ପରିଚାଳକ, ମୁଖ୍ୟ ପରିଚାଳକ, ସହ ପରିଚାଳକ ମଧ୍ୟ ରହିଥାନ୍ତି। ଆଉ ଏମାନଙ୍କ ସମସ୍ତଙ୍କ ଉପରେ ଥାନ୍ତି ଯାତ୍ରାର ପ୍ରଯୋଜକ, ଯିଏକି ଯାତ୍ରା ଅନୁଷ୍ଠାନକୁ ନିୟନ୍ତ୍ରଣ କରନ୍ତି। ପ୍ରଥମେ ଆମେ ଆରମ୍ଭ କରିବା ଯାତ୍ରା ଟେଣ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ସମ୍ପର୍କରେ। ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନର ଯେଉଁ ଟେଣ୍ଟ କର୍ମଚାରୀ ମାନେ କାର୍ଯ୍ୟ କରନ୍ତି, ସେମାନେ ପ୍ରାୟ 3 ଦିନରୁ 4 ଦିନ ପରେ ଗୋଟିଏ ଜାଗାକୁ ଆଉ ଗୋଟିଏ ଜାଗାରେ ଯାଇ ଟେଣ୍ଟ ପ୍ରସ୍ତୁତି କରନ୍ତି। ଯଦି ଆମେ ଏହି ଟେଣ୍ଟ କର୍ମଚାରୀ ମାନଙ୍କର ଦରମା ସମ୍ପର୍କରେ ଆଲୋଚନା କରିବା, ଆମେ ସଂଗ୍ରହ କରିଥିବା ଖବର ଅନୁସାରେ ସେମାନଙ୍କୁ ପ୍ରାୟ ଦୈନିକ 350 ଟଙ୍କାରୁ 500 ଟଙ୍କା ମଧ୍ୟରେ ପାରିଶ୍ରମିକ ମିଳିଥାଏ। ଏବେ ଆସିବା ପେଣ୍ଡେଲ ସଜାଡୁଥିବା କର୍ମଚାରୀ, ଗେଟ୍ ସଜାଡୁଥିବା କର୍ମଚାରୀ ଆଉ ମେସରେ ରୋଷେଇ କରୁଥିବା ନନା ମାନଙ୍କର ପାରିଶ୍ରମିକ ଉପରେ ତର୍ଜମା କରିବା। ସେମାନଙ୍କର ଦରମା ମଧ୍ୟ ସେଇଆ, ଦୈନିକ 350 ଟଙ୍କାରୁ 500 ଟଙ୍କା ମଧ୍ୟରେ ମିଳିଥାଏ। ତାପରେ ଆମେ ଆସିବା ପ୍ରଚାର ଗାଡିର ଡ୍ରାଇଭର ଆଉ ପ୍ରଚାର ଗାଡିରେ ଆନାଉନ୍ସ କରୁଥିବା କର୍ମଚାରୀଙ୍କ ପାରିଶ୍ରମିକ ବିଷୟରେ। ପ୍ରଚାର ଗାଡିର ଡ୍ରାଇଭର ଆଉ ପ୍ରଚାର ଗାଡିର ଆନାଉନ୍ସର, ଏମାନଙ୍କର ଦରମା ସାଧାରଣତଃ 10,000ରୁ 15,000 ମଧ୍ୟରେ ରହିଥାଏ ମାସିକ। ଯଦି ଆମେ ଟେକ୍ନିସିଆନ ମାନଙ୍କ ସମ୍ପର୍କରେ ଆଲୋଚନା କରିବା, ମାଇକ୍ ଅପରେଟର, ଲାଇଟ୍ ଅପରେଟର, ଏଲଇଡି ଅପରେଟର, ସେମାନଙ୍କର ଗୋଟେ ଗୋଟେ ଗ୍ରୁପ ଥାଏ। ମାଇକ୍ ଅପରେଟରଙ୍କ ଅଧୀନରେ କିଛି ପିଲା କାମ କରୁଥାନ୍ତି, ଲାଇଟ୍ ଅପରେଟରଙ୍କ ଅଧୀନରେ କିଛି ପିଲା କାମ କରୁଥାନ୍ତି, ଏଲଇଡି ଅପରେଟର 2 ଜଣ ଥାନ୍ତି। ଏମାନେ ମାଲିକଙ୍କ ପାଖରୁ ପ୍ୟାକେଜ ହିସାବରେ ବାର୍ଷିକ ଅର୍ଥ ନିଅନ୍ତି। ଏହି ଟେକ୍ନିସିଆନ ମାନଙ୍କର ବାର୍ଷିକ ପ୍ୟାକେଜ ସାଧାରଣତଃ 10 ଲକ୍ଷରୁ 15 ଲକ୍ଷ ପର୍ଯ୍ୟନ୍ତ ରହିଥାଏ। ଏବେ ଆମେ ଆଲୋଚନା କରିବା ଯାତ୍ରାର ନୃତ୍ୟଶିଳ୍ପୀ, ବାଦ୍ୟଶିଳ୍ପୀ ଆଉ ଗାୟକ ଗାୟିକା ମାନଙ୍କର ପାରିଶ୍ରମିକ ସମ୍ପର୍କରେ। ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନରେ ପ୍ରାୟ 20ରୁ 30 ଜଣ ପର୍ଯ୍ୟନ୍ତ ନୃତ୍ୟଶିଳ୍ପୀ କାର୍ଯ୍ୟ କରୁଥାନ୍ତି ଆଉ ସେମାନଙ୍କୁ ସେମାନଙ୍କର ଦକ୍ଷତା ଅନୁସାରେ ମାସିକ 10,000ରୁ 60,000 ପର୍ଯ୍ୟନ୍ତ ପାରିଶ୍ରମିକ ମିଳିଥାଏ। ତାପରେ ଆମେ ଆଲୋଚନା କରିବା ଯାତ୍ରାର ଗାୟକ ଗାୟିକା ମାନଙ୍କ ସମ୍ପର୍କରେ। ପ୍ରାୟ ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନରେ 4ରୁ 6 ଜଣ ପର୍ଯ୍ୟନ୍ତ ଗାୟକ ଗାୟିକା ରହିଥାନ୍ତି ଆଉ ସେମାନଙ୍କୁ ସେମାନଙ୍କର ଯୋଗ୍ୟତା ଅନୁସାରେ ବାର୍ଷିକ 5 ଲକ୍ଷରୁ 35 ଲକ୍ଷ ପର୍ଯ୍ୟନ୍ତ ପାରିଶ୍ରମିକ ମିଳିଥାଏ। ତାପରେ ଆଲୋଚନା କରିବା ବାଦ୍ୟଶିଳ୍ପୀ ମାନଙ୍କ ସମ୍ପର୍କରେ। ଯାତ୍ରାରେ ବିଭିନ୍ନ ବର୍ଗର ବିଭିନ୍ନ ବାଦ୍ୟ ବଜାଇବା ପାଇଁ ଥାନ୍ତି ବାଦ୍ୟଶିଳ୍ପୀ, ମଧ୍ୟ ସେମାନଙ୍କର ଦକ୍ଷତା ଆଉ କର୍ମ ହିସାବରେ ବାର୍ଷିକ 3 ଲକ୍ଷରୁ 10 ଲକ୍ଷ ପର୍ଯ୍ୟନ୍ତ ପାରିଶ୍ରମିକ ମିଳିଥାଏ। ତାପରେ ଆଲୋଚନା କରିବା ମଞ୍ଚ ଉପରେ ଅଭିନୟ କରୁଥିବା କଳାକାର ମାନଙ୍କର ପାରିଶ୍ରମିକ ବିଷୟରେ। କଳାକାର କହିଲେ କଳାକାର ମଧ୍ୟରେ ରହିଥାନ୍ତି ନାୟକ, ସହନାୟକ, ନାୟିକା, ସହନାୟିକା, ବରିଷ୍ଠ ଚରିତ୍ର ଅଭିନେତା, ସହ ବରିଷ୍ଠ ଚରିତ୍ର ଅଭିନେତା, ମୁଖ୍ୟ ଖଳନାୟକ, ସହ ଖଳନାୟକ, ବରିଷ୍ଠ ଚରିତ୍ର ଅଭିନେତା, ବରିଷ୍ଠ ଚରିତ୍ର ଅଭିନେତ୍ରୀ, ହାସ୍ୟ ଅଭିନେତା, ହାସ୍ୟ ଅଭିନେତ୍ରୀ, ଏମିତି ବିଭିନ୍ନ ବର୍ଗର କଳାକାର ଥାନ୍ତି 15ରୁ 17 ଜଣ ପର୍ଯ୍ୟନ୍ତ। ହାସ୍ୟ ଅଭିନେତା ମାନଙ୍କ ପାରିଶ୍ରମିକ ବିଷୟକୁ ଆଲୋଚନା କଲେ ପ୍ରାୟ ସେମାନଙ୍କର ଦକ୍ଷତାକୁ ନେଇ 3 ଲକ୍ଷରୁ 35 ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଦରମା ମିଳିଥାଏ ହାସ୍ୟ ଅଭିନେତା ମାନଙ୍କୁ। ହାସ୍ୟ ଅଭିନେତ୍ରୀ ମାନଙ୍କୁ ମଧ୍ୟ ସେମିତି ସେମାନଙ୍କର ବିଭିନ୍ନ କ୍ୟାଟେଗୋରୀ ରହିଛି, ସେମାନଙ୍କୁ ମଧ୍ୟ 3 ଲକ୍ଷରୁ 15 ଲକ୍ଷ ପର୍ଯ୍ୟନ୍ତ ପାରିଶ୍ରମିକ ମିଳିଥାଏ। ବରିଷ୍ଠ ଅଭିନେତା ଅଭିନେତ୍ରୀଙ୍କୁ ମଧ୍ୟ 5 ଲକ୍ଷରୁ 15 ଲକ୍ଷ ପର୍ଯ୍ୟନ୍ତ ପାରିଶ୍ରମିକ ମିଳିଥାଏ। ନାୟକ ନାୟିକାଙ୍କ ପାରିଶ୍ରମିକ କଥା ବିଚାରକୁ ନେଲେ ନାୟକ ମାନଙ୍କୁ ସେମାନଙ୍କର ଦକ୍ଷତା ଅନୁସାରେ 15 ଲକ୍ଷରୁ 55 ଲକ୍ଷ ପର୍ଯ୍ୟନ୍ତ, ନାୟିକା ମାନଙ୍କୁ ସେମିତି 10 ଲକ୍ଷରୁ 35 ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ପାରିଶ୍ରମିକ ମିଳିଥାଏ। ତାପରେ ଆସିବା ଯାତ୍ରାର ଯେଉଁ ମୁଖ୍ୟ ଖଳ ଅଭିନେତା,
ଖଳ ଅଭିନେତା ट्रेंड चलती बर्तमान यात्रा खल अभिनेता मानक दक्षता अनुसार वार्षिक 20 लाख रु 70 लाख पर्यंत पारिश्रमिक मिलता है। एम बाद आम आलोचना करवा यात्रार सब दिग को नियंत्रण करुवा किछि परिचालक मान संपर्क में प्रत्येक यात्रानुष्ठान में 5 रु 6 जन पर्यंत परिचालक था दक्षता अनुसार मासिक 20,000 रु 1 लाख पर्यंत पारिश्रमिक मिलता है। यात्रा आहरी अनेक छोट बड़ कर्मचारी कलाकार रही था दक्षता अनुसार पारिश्रमिक मिलता है। यह बाद मालिक मान तरफ प्रत्येक टेक्नीशियन कलाकार कर्मचारी समस्त को यात्रानुष्ठान तरफ खाइबा पीवा रोहणी व्यवस्था आउ यातायातर बंदोबस्त करा जाय था जार कि समस्त खर्च मालिक तांको अनुष्ठान तरफ जोगाई दे तापर आपण माने विचार करंतु एते सब खर्च कर सारिबा परे यात्रा परिवेषण कर सारिबा परे जणे यात्रा मालिक वार्षिक केते टंका लाभ करुथिबे आपनकर मतामत कमेंट बॉक्स रे जणाइबे। आमर आज आलोचना आपण मानकु केमिति लागिला आमर एमिति आलोचना नियमित भाव में जारी रहिबो। आम चैनल सहित जोड़ी हूँ टिके कथा चैनल आपण मानकर चैनल टिके कथा चैनल रे यात्रा संपर्कित समस्त तथ्य जानिबा पई चैनल को सब्सक्राइब करंतु लाइक करंतु आउ शेयर करंतु। वर्तमान पई रहउची नमस्ते जय जगन्नाथ।